যে কংস রুল করନ୍ତି সে তাকে ঠিকঠাক করছেন। বাকি যে দিন কংস মরিবে মানে লাস্ট যে দিন মানে ভগবান কৃষ্ণ কংসকে মারিবে সেই দিন রাত্রির কিছু হয়েছে না কংস মহারাজ বোধে প্রবল মাত্রায় ঘণ্ট খাইছেন এবং তাকে ডাইরিয়া মানে ଆଉ ସିଏ ବିଛଣା ହୋଇଯାଇଛନ୍ତି। ଭାଗ୍ୟ ଖରାପ ମୋର ମୁଁ ତାଙ୍କର ଟିକେ ଦେଖତେ ବାକି ସିଏ ମୋଠୁ 20 କିଲୋ ଅଧିକା ମୁଁ 20 କିଲୋ କମ୍। ତେଣୁ ତାଙ୍କ କମିଟିର ଯେଉଁ ଥିଲେ ଅଧ୍ୟକ୍ଷ ସିଏ କହିଲେ ଗୋଟେ କାମ କର ଆଉ ତମକୁ କଂସ ରୁଲଟା ଦିଆହବ। ମୁଁ କହିଲି ମୁଁ ତ କିଛି ଜାଣିନି ଆଉ ହଠାତ୍ ଆସିଛି କିସ କଂସ ରୁଲ କରିବି ନା କିଛି ନାହିଁ ଯିବେ ଖାଲି କୃଷ୍ଣ ମାନେ ବୁଲୁଥିବେ ଆପଣ ଖାଲି ଛଟପଟାକି ମରିବେ। ଆଉ ମୁଁ କହିଲି ଏତିକି କଥା ଯିବି ଆଉ ମୋତେ ମାରିବେ ହଁ ମରିଯିବେ କିଛି ଅଛି। କିନ୍ତୁ ମୁଁ ଏତେ କଥା ଜାଣିନଥିଲି ଯେ ତାଙ୍କ ଗାଁର ଗୋଟେ ନିୟମ ଅଛି ଯେ ସେଦିନ ଇଟି ପାଖରୁ ପଚା ପାଖରୁ ଏଡ଼ ବଡ଼ ବଡ଼ ସବୁ କଂସ ବଡ଼ ହଉ ଷ୍ଟେଜ ଉପରକୁ ମୁଁ ଚଢ଼ିଯାଏ। ଚଢ଼ିଗଲା ପରେ ବିଶ୍ୱାସ କରିନି ଆପଣ ମେଞ୍ଚେ ଗୋଟେ ପୁରା କୁଚାଲି ପାଖରୁ ଆରମ୍ଭ କରିକି ବଡ଼ାଲି ପର୍ଯ୍ୟନ୍ତ ଟୋଟାଲି କଂସ ମାନେ ଆମର କୃଷ୍ଣ ସବୁ ଉଠି ଆସିଲେ। ତେଣୁ ମୁଁ ମୋର ବି ଡ୍ରେସିଂ ହେଇକି ଯାଇଛି। ମୋ କାନ୍ଧର ଗୋଟେ 6 ମାସିଆ ଛୁଆକୁ ତା ମା ଆଣିକି ବସେଇ ଦେଇଗଲା ଆଉ ସେଠି କୃଷ୍ଣ ବେଶ ହେଇଥିଲା। হ্যাঁ কিন্তু দুর্ভাগ্য কথা তাও হগিস পিঁধি নাহাନ୍ତି। হ্যাঁ তেণু সে যে হগিস পিঁধিনি ମୁଁ ଜାଣିନି ହଁ ଛୁଆ ବସିଛି ଆଉ ତାର କହିଛନ୍ତି ସବୁ ଛୁଆ ଆମକୁ ମାରିବେ ଆପଣ ଖାଲି ଗୋଡ଼ିବେ ଆଉ ରୁଲ୍ ତ କିଛି ନାହିଁ। ତେଣୁ ମୁଁ ଏମିତି ଚାଲିଯାଇଛି ଛୁଆମାନେ ସବୁ ଚାରିପଟେ ଘୁରିଗଲେ ମାନେ ଯିଏ ଚାହିଁଲା ଖାଲି କୃଷ୍ଣ ଆଉ କେହି ନାହାନ୍ତି। ହଉ ସେ ଛୁଆଟାକୁ ଯେ ବସିଛି ମୁଁ ଗୋଟେ ହାତରୁ ଧରିଛି ତା ମା ତାକୁ ହଗିସ୍ ପିନ୍ଧେଇନି। ଦ୍ୱିତୀୟ ହଉଛୁ ଦେଖିବ ତାଙ୍କ ପାଇଁ ଗୋଟେ ଟେରିକୋଟ ଲୁଗା ଥାଏ ତା ସେ ଛୁଆଟା ହଗି ଦେଇଛି ସେ ସମୟ ଆଉ ହଗି ଦେଲା ସେ କିଛି ହେଲା ନା ଏଇ ଯୋଉ ମୁଁ କଂସ ଏମିତି ପିନ୍ଧିଥିଲି ଯୋଉ ପାଟିଟା ସେ ଯୋଉଟା ଲାଗିଯାଇଛି ତାପରେ ଯାହା ବି ମୋତେ ପିଟା ମାରା କରିକି ମୋତେ ମାରିଦେଲେ। ମୁଁ ଯେତେବେଳେ ଷ୍ଟେଜ ଏପଟୁ ଘୁରି ପଡ଼ିନି କିଛି ଭାଇ ମୋତେ ଗଣମାଧ୍ୟମକୁ ବହୁତ ଡର ସେଇ ଦିନ ପାଖରୁ ହେଲା ସେ ତ ତାର ଗୋଟା ଯାଇକି ସେଠି ଲାଗିଯାଇଛି। ହଉ ମରିବନି ତାପର ଦିନ ସବୁଠୁ ଦୁଃଖ ଲାଗିଲା ଯେ ତାପର ଦିନ ନ୍ୟୁଜ୍ରେ ବାହାରିଛି କଂସ ମହାରାଜଙ୍କର ଦୟନୀୟ ପରାଜୟ। କେନେ କଂସ ମହାରାଜଙ୍କ ଦୟନୀୟ ପରାଜୟ କୃଷ୍ଣଙ୍କର ଆଗମନରେ କଂସ ରାତିକ ଭିତରେ 20 କେଜି ହାରିଗଲେ। ଅଜବ କଥା ମାନେ ଆମ ଓଡ଼ିଶାର ତ ଆପଣ ଜାଣିଛନ୍ତି ନ୍ୟୁଜ୍ ବାଲା କେମିତି ସବୁ ମିଛ କରନ୍ତି ସେ ଲୋକାଲ ନ୍ୟୁଜ୍ ଦେଖିକି ମୁଁ ଆଶ୍ଚର୍ଯ୍ୟ ହେଇଗଲି। ଦ୍ୱିତୀୟ କଥା ହେଉଛି ମାନେ କୃଷ୍ଣଙ୍କର ବିଧାରେ କଂସ ମହାରାଜଙ୍କର 2 ଏଇଟା ସବୁଠୁ ମୋତେ ଦୁଃଖ ଲାଗିଲା ଯେ ମାନେ ମୁଁ ଭାବି ପାରିନି ମୁଁ ନିଜେ ବି ଜାଣିନି କି କେତେବେଳେ ମୋର ଝାଡ଼ା ପରିସ୍ରା ହେଇଗଲା କିନ୍ତୁ ତ ହେଇଯାଇଛି ଆଉ ତାପରେ ମୁଁ ଆସି ଦେଖିଲା ବେଳକୁ କଥା ସବୁ ଏଇ ଘଟଣା। ତେଣୁ ଏଇ ଷ୍ଟେଜ୍ ଚଢ଼ିବା କଥାଟା ମୋତେ ବହୁତ ଡର ଲାଗେ ଆଉ ଏଇଗୁଡ଼ିକ ସବୁ କଥା ତେଣୁ ମୋ ଜୀବନରେ ଘଟିଛି ଆଉ ଏତିକି ମୁଁ ଆପଣଙ୍କ ପାଖରେ କହିବା ପାଇଁ ଚାହୁଁଥିଲି। ହଉ ଏତିକି କହି ରହୁଛି ଧନ୍ୟବାଦ।